କଥାରେ ଅଛି ଗାଁ ଯିବା ଗଛ ଚଢା ମାନେ ଥରେ ଘର ଛାଡି ବାହାରକୁ ବାହାରିଲେ କଣ ହବ କିଏ କହିପାରିବନି। ସେମିତି ଗଛଟେ ଚଢିଗଲା ପରେ ଠିକ ସେ ତଳକୁ ଓହ୍ଲେଇ ହବ କି କିଛି ଅଘଟଣ ଘଟିଯିବ ତାର ବି କଣ କିଛି ଗ୍ୟାରେଣ୍ଟି ଅଛି। ଦେଖିଲେ ଯାଜପୁର କେଉଁଝର ରୋଡ ଲେଖା ହେଇଛି ନା, ତାହେଲେ ମୁଁ କଣ ସେଠି ଓହ୍ଲେଇଲି? ମୁଁ କଣ ତାହେଲେ ସିଆଡୁ ବୁଲି ବୁଲି ପୁଣି କେଉଁଝର ବୁଲିବାକୁ ପଳେଇବି? ନା, ପ୍ରକୃତରେ ଯେତେ ପ୍ରିୟ ଜାଗା ହଉ ପଛକେ ଘର ଛାଡି କିଛି ଦିନ ବାହାରେ ବୁଲିଲା ପରେ ପୁଣି ଘରକୁ ହିଁ ଫେରି ଆସିବାକୁ ଇଚ୍ଛା ହୁଏ। କାହିଁକିନା ଘରଠୁ ନିଜ ପାଇଁ ଆଉ ସୁବିଧାଜନକ ଜାଗା ବୋଧେ ଆଉ କିଛି ନୁହେଁ। ଦୀର୍ଘ ବର୍ଷ ନିଜ ଘର ଛାଡିଲା ପରେ ଏଇଟା ହିଁ ନିଜ ଘର ହେଇଯାଏ। ତେଣୁ ମୁଁ କେଉଁଝର କେମିତି ଯିବି? ସେଇ ଭୁବନେଶ୍ୱର ହିଁ ଫେରି ଆସିବି। ହେଲେ ସେଠି କାହିଁକି ଓହ୍ଲେଇଲି? ବାଟରେ ତ ଭାରି ହଇରାଣ ହେଲୁ। ଏଇଥର ଫେରିବା ବେଳଟା ଏତେ କଷ୍ଟଦାୟକ ହେଲା ଯେ ମନେ ବି ରହିଯିବ। ଗୋଟେ ଟ୍ରେନରେ ଆମେ ଆସିଲୁ ଆଜାଦ ହିନ୍ଦ ଏକ୍ସପ୍ରେସ, ସେଇଟା 12 ଘଣ୍ଟା ବିଳମ୍ବରେ ଆସିଲା। ପିଲାମାନେ ମତେ ପଚାରିଲେ କେମିତି ଆସିଲୁ କଣ କଲୁ? ମୁଁ ତାଙ୍କୁ ଦେଖଉଥିଲି, ଏଇଠି ଦେଖ ଏମିତି ଏମିତି ସବୁ ଆମେ ଆସିଲୁ। ବାଟରେ ଏମିତି ସୁଡ଼ଙ୍ଗ ଭିତରେ ପଶିଗଲା ଟ୍ରେନ, ଯୋଉଠି ଟ୍ରେନ ଆକ୍ସିଡେଣ୍ଟ ହେଇଥିଲା ବାହାନଗା ଷ୍ଟେସନ ପଡିଲା। ଏଇ ସବୁ କଥା ତାଙ୍କୁ କହି କହି ଆସିଲି। କାହିଁକି ନା ଛୋଟ ଛୁଆ ଦିଟା ବି ଯାଇଥିଲେ ଆମକୁ ଆଣିବା ପାଇଁ। ଆମେ ଯେହେତୁ ଯାଜପୁର କେଉଁଝର ରୋଡରେ ଓହ୍ଲେଇଲୁ, ପିଲାମାନେ ଗାଡି ନେଇକି ସେଠି ଯାଇ ଆମକୁ ଭୁବନେଶ୍ୱର ଆଣିଲେ। ଏମିତି ନବରଙ୍ଗ ହବାର କାରଣ କଣ କହିଲେ? ଏସବୁ ମୁଁ ଛୁଆଙ୍କୁ ଦେଖଉଥିଲି, କେମିତି ମୁଢି ଖାଉଥିଲୁ ଶୋଉଥିଲୁ ସବୁ କହୁଥିଲି। ହେଲେ ପ୍ରକୃତରେ ଏଥର ଆସିଲା ବେଳଟା ଆମେ ପୁରା ନାକେଦମ ହେଇଯାଇଛୁ। 12 ଘଣ୍ଟା ଲେଟ୍। ଆପଣ ଭାବୁନାହାନ୍ତି, ଆମେ ପ୍ରକୃତରେ 38 ଜଣ ସାଙ୍ଗ ହେଇକି ଯାଇଥିଲୁ। ଭୁବନେଶ୍ୱରରୁ କେବଳ ଆମେ 2 ଜଣ, ଆଉ ବାଲେଶ୍ୱରରୁ 36 ଜଣ। ଏଇ ଯୋଉ ସାଙ୍ଗଟା ମିଳିଲା ମୋର ଜଣେ ବଡ ଭଉଣୀ ପ୍ରତିମା ପଣ୍ଡା ବାଲେଶ୍ୱରର, ଯିଏକି ଆମକୁ ଏଇଥିରେ ସଂଯୁକ୍ତ କରିଥିଲେ। ହେଲେ ଆମେ ଭୁବନେଶ୍ୱର ଫେରିବୁ, ସେମାନେ ବାଲେଶ୍ୱର ଫେରିବେ। ଟିକେଟ କାଟିଲା ବେଳେ ଆଉ ଏତେଟା ଆମେ ଭାବି ପାରିଲୁନି। ପ୍ରତିମା ବାପା କହିଲେ ତମେ ବାଲେଶ୍ୱର ପଟେ ଆସିଲେ ଆମ ଘରକୁ ଆସୁନ, ଏମିତିରେ ତମେ ବାଲେଶ୍ୱର ଆସିବ। ତେଣୁ ଆମ ସମସ୍ତଙ୍କର ଟିକେଟ ଖଡଗପୁର ହେଇଥିଲା। ପିଲାମାନେ ଏପର୍ଯ୍ୟନ୍ତ କେବେ ବି ଟ୍ରେନରେ ରାତି କାଟି ନାହାନ୍ତି। ତେଣୁ ସେମାନେ ସବୁବେଳେ ଟ୍ରେନ ଦେଖିବାକୁ ଭାରି ବ୍ୟସ୍ତ। ମୁଁ ବି ମନରେ ଭାବିଛି ଯେ କେବେ ଥରେ ତାଙ୍କୁ ନିଶ୍ଚୟ ଦୂର ଯାତ୍ରାକୁ ନେବି। ହେଲେ ଆଉ ଟିକେ ବଡ ହେଇଯାଆନ୍ତୁ, ନହେଲେ ତାଙ୍କ ମା ମାନଙ୍କୁ ନ ନେଇକି ମୁଁ ନେଇପାରିବିନି। ଏଣେ ସମସ୍ତେ ତ ଘର ଛାଡି ଏକା ବେଳେ ଯାଇପାରିବୁନି ନା। ସେଇଥିପାଇଁ ମୁଁ ଯୋଉ ଟ୍ରେନରୁ ବି ଓହ୍ଲାଏ ଏମାନେ ଯାଇକି ସେଠିକି ବୁଲାବୁଲି କରିକି ଆସନ୍ତି। ହଁ, ମୂଳ କଥା କଣ କହୁଥିଲି, ଆମର ଖଡଗପୁରକୁ କଟା ହେଇଥିଲା ଟିକେଟ, ମାନେ ଶିରିଡିରୁ। ଦେଖିଲା ବେଳକୁ ଯୋଉ କନେକ୍ଟିଂ ଟ୍ରେନରେ ଆମେ ଆସିବା କଥା ଭୁବନେଶ୍ୱର, ସେ ଟ୍ରେନ ଆମେ ଫେଲ ହେଇଗଲୁ। 12 ଘଣ୍ଟା ଲେଟ୍ ନା। ତେଣୁ ଆମେ କେଉଁଝର ରୋଡରେ ହିଁ ଓହ୍ଲେଇଲୁ। ବହୁତ କଷ୍ଟ ହେଲା ଏଥର ଫେରିବାଟା। ବୟସ ହେଲାଣି, ଘରେ ଆସି ରାତି 2ଟାରେ ପହଞ୍ଚିଲୁ।